ପିଲାମାନେ ଆଜି ଆମେ ଇତିହାସର ପଞ୍ଚମ ପାଠର ଦ୍ୱିତୀୟ ଭାଗ ପଢ଼ିବାକୁ ଯାଉଛୁ। ପ୍ରଥମ ଭାଗରେ ଆମେ ପଢ଼ିଥିଲୁ ସୁଭାଷ ଚନ୍ଦ୍ର ବୋଷଙ୍କର ଆଦ୍ୟ ଜୀବନ ଓ ଶିକ୍ଷା ଏବଂ ତାଙ୍କର ରାଜନୀତିକ ଜୀବନ। ରାଜନୀତିକ ଜୀବନରେ ଆମେ ଦେଖିଲୁ ଯେ ସୁଭାଷ ଚନ୍ଦ୍ର ବୋଷ ଭାରତକୁ ସ୍ୱାଧୀନତା ଆଣିବା ପାଇଁ ସେ ଅନ୍ୟ ଦେଶର ସାହାଯ୍ୟ ନେବା ଉଦ୍ଦେଶ୍ୟରେ ସେ ଜର୍ମାନୀ ଏବଂ ଜାପାନକୁ ଯିବା ପାଇଁ ଉଦ୍ୟମ କଲେ। ସେଇଠି ଜର୍ମାନୀ ଏବଂ ଜାପାନର ସମର୍ଥନ ହାସଲ କରି ଭାରତକୁ ସ୍ୱାଧୀନ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା। ଜର୍ମାନୀରେ ଥିଲାବେଳେ ମଧ୍ୟ ସେ କ'ଣ କଲେ, ଭାରତୀୟମାନଙ୍କୁ ସଂଗ୍ରାମ କରିବା ପାଇଁ ଆହ୍ୱାନ ଜଣାଇଥିଲେ। କିନ୍ତୁ ଜର୍ମାନୀ ଭାରତୀୟ ସୀମାଠାରୁ ବହୁ ଦୂରରେ ଥିବା ଯୋଗୁଁ ସେଠାରୁ ସଂଗ୍ରାମ ଚଳାଇବା ପାଇଁ କଷ୍ଟକର ଥିଲା। ତେଣୁ ସେ ଜାପାନକୁ ଚାଲି ଆସିବାକୁ ଚାହିଁଲେ, କାହିଁକି ନା ଜାପାନ ଭାରତର ଖୁବ୍ ନିକଟତର ଥିବାରୁ ଜାପାନ ଠାରୁ ଭାରତକୁ ସ୍ୱାଧୀନତା ଆଣିବା ପାଇଁ ଯେଉଁ ସଂଗ୍ରାମଟି କରୁଥିଲେ ସେହି ସଂଗ୍ରାମ କରିବା ପାଇଁ ତାଙ୍କୁ ସହଜ ହେବ। ତେଣୁ ସେ ଜାପାନକୁ ଆସିବା ପାଇଁ ନିଶ୍ଚିତ ହେଲେ। ତେବେ ଆମେ ଏବେ ଦେଖିବା ଆଜାଦ ହିନ୍ଦ ଫୌଜର ଗଠନ। ଜାପାନରେ ସୁଭାଷ ଚନ୍ଦ୍ର ବୋଷ ଆସିନଥିବା ଆଗରୁ ଭାରତୀୟ ଜଣେ ବିପ୍ଳବୀ ରାସବିହାରୀ ବୋଷ ସେ ଜାପାନରେ ବାସ କରୁଥିଲେ, ଯେ କି ସେଠି ଗୋଟିଏ ସଂଘ ଗଠନ କରିଥିଲେ। ସେହି ସଂଘର ନାଁ ଥିଲା ଭାରତୀୟ ସ୍ୱାଧୀନତା ସଂଘ। ଭାରତୀୟ କେତେକ ସେଠି ବାସ କରୁଥିଲେ, ସେଇ ଭାରତୀୟମାନଙ୍କୁ ନେଇକି ଏହି ସଂଘଟି ସେ ଗଠନ କରିଥିଲେ। ଆଉ ସେ କ୍ୟାପ୍ଟେନ ମୋହନ ସିଂଙ୍କ ନେତୃତ୍ୱରେ ଭାରତୀୟ ଜାତୀୟ ବାହିନୀ ବା ଆଜାଦ ହିନ୍ଦ ଫୌଜ ମଧ୍ୟ ଗଠନ କଲେ। ଥାଇଲ୍ୟାଣ୍ଡର ରାଜଧାନୀ ଥିଲା ବ୍ୟାଙ୍କକ୍। ସେହି ବ୍ୟାଙ୍କକ୍ରେ ଭାରତ ସ୍ୱାଧୀନତା ପାଇଁ ଗୋଟେ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଆଉ ସେହି ସମ୍ମିଳନୀରେ ଯେଉଁ ନିଷ୍ପତ୍ତି ନିଆଗଲା, ସେହି ନିଷ୍ପତ୍ତି ଅନୁଯାୟୀ ରାସବିହାରୀ ସୁଭାଷ ଚନ୍ଦ୍ର ବୋଷଙ୍କୁ କ'ଣ କଲେ, ଆଜାଦ ହିନ୍ଦ ଫୌଜର ନେତୃତ୍ୱ ନେବା ପାଇଁ ଜାପାନକୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ଏଣେ ସୁଭାଷ ଚନ୍ଦ୍ର ବୋଷ ମଧ୍ୟ ଚାହୁଁଥିଲେ ଭାରତକୁ ଆସିବା ପାଇଁ, ତେଣୁ ତାଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିଗଲା। ତେଣୁ 1943 ଫେବୃଆରୀ 8 ତାରିଖରେ, କେବେ 1943 ଫେବୃଆରୀ 8 ତାରିଖରେ ସୁଭାଷ କିଲେ ବନ୍ଦରରୁ ବୁଡ଼ା ଜାହାଜରେ ଜାପାନ ଅଭିମୁଖେ ଯାତ୍ରା ଆରମ୍ଭ କଲେ। କେଉଁ ବନ୍ଦର? କିଲେ ବନ୍ଦର। ଏହି ବନ୍ଦରରୁ ବୁଡ଼ା ଜାହାଜରେ ଯାତ୍ରା ଆରମ୍ଭ କଲେ। କୁଆଡ଼କୁ? ଜାପାନ ଅଭିମୁଖେ। ତାପରେ 1943 ଜୁନ 13 ତାରିଖରେ ଜାପାନର ରାଜଧାନୀ ଟୋକିଓ ସହରରେ ସେ ପହଞ୍ଚିଥିଲେ। ଆଉ ସେତେବେଳେ ଜାପାନର ପ୍ରଧାନମନ୍ତ୍ରୀ ଥିଲେ କିଏ ନା ଟୋଜୋ। ସେହି ଟୋଜୋଙ୍କ ସହିତ ସେ ସାକ୍ଷାତ କଲେ। ଆଉ ସାକ୍ଷାତ କଲା ପରେ ଦୁଇଟି ରେଡ଼ିଓ ଷ୍ଟେସନ ପ୍ରତିଷ୍ଠା କରିବା ସହିତ ଅନ୍ୟାନ୍ୟ ସବୁ ପ୍ରକାର ସାହାଯ୍ୟ ଦେବେ ବୋଲି ସେହି ଟୋଜୋ ତାଙ୍କୁ କ'ଣ କରିଥିଲେ, ପ୍ରତିଶ୍ରୁତି ଦେଇଥିଲେ। 1943 ଜୁଲାଇ 2 ତାରିଖରେ ସୁଭାଷ ଜାପାନରେ ପହଞ୍ଚିଗଲେ। ଆଉ ସେଇଠାରେ ଭାରତୀୟ ସ୍ୱାଧୀନତା ସଂଘ ଏବଂ ଆଜାଦ ହିନ୍ଦ ଫୌଜର କ'ଣ କଲେ, ନେତୃତ୍ୱ ନେଲେ। ଆଉ ତାଙ୍କର ପ୍ରେରଣାରେ ଆଜାଦ ହିନ୍ଦ ଫୌଜର ସୈନ୍ୟମାନେ ବହୁ ସଂଖ୍ୟାରେ ବଢ଼ିବାରେ ଲାଗିଲେ। ଅର୍ଥାତ୍ ବହୁ ସଂଖ୍ୟକ ସୈନ୍ୟମାନେ ଏଥିରେ ଯୋଗଦାନ କଲେ। ଆଉ ସେହି ସୈନ୍ୟବାହିନୀର ପୁନର୍ଗଠନ ମଧ୍ୟ କଲେ। ଆଉ ସେନାବାହିନୀର ଉନ୍ନତି ଆଉ ଶୃଙ୍ଖଳା ଆଣିବା ପାଇଁ ବହୁ ଚେଷ୍ଟା କରିଥିଲେ। ଆଜାଦ ହିନ୍ଦ ଫୌଜର ସୈନ୍ୟମାନେ ସୁଭାଷଙ୍କୁ ଆଦରରେ ନେତାଜୀ ଆଖ୍ୟା ଦେଇଥିଲେ। ସୁଭାଷ ଚନ୍ଦ୍ର ବୋଷ ଆଜାଦ ହିନ୍ଦ ଫୌଜକୁ 4ଟି ଯୋଦ୍ଧା ବାହିନୀ ବା ବ୍ରିଗେଡରେ ବିଭକ୍ତ କରି ଦେଇଥିଲେ। ଆଉ ସେହି 4ଟି ବ୍ରିଗେଡର ନାଁ ହେଲା ଗାନ୍ଧୀ ବ୍ରିଗେଡ, ନେହେରୁ ବ୍ରିଗେଡ, ଆଜାଦ ବ୍ରିଗେଡ ଏବଂ ସ୍ୱତନ୍ତ୍ର ମହିଳା ଶାଖା ଝାନ୍ସୀ ରାଣୀ ବ୍ରିଗେଡ।
କ୍ୟାପ୍ଟେନ ଲକ୍ଷ୍ମୀ ସେହଗଲ ସେ ଏହି ମହିଳା ବ୍ରିଗେଡର ନେତୃତ୍ୱ ନେଇଥିଲେ। କିଏ? କ୍ୟାପ୍ଟେନ ଲକ୍ଷ୍ମୀ ସେହଗଲ। ଆଉ ସେହି କ୍ୟାପ୍ଟେନ ଲକ୍ଷ୍ମୀ ସେହଗଲଙ୍କୁ 1998ରେ ଭାରତ ସରକାର ପଦ୍ମଭୂଷଣ ସମ୍ମାନ ପ୍ରଦାନ କରିଥିଲେ। ସେ 2012 ଜୁଲାଇ 23ରେ 97 ବର୍ଷ ବୟସରେ କାନପୁର ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ। ଏବେ ଆମେ ପଢ଼ିବା ସରକାର ଗଠନ। ପରବର୍ତ୍ତୀ ସମୟରେ ନେତାଜୀ ଆୟାରଲ୍ୟାଣ୍ଡର ଅସ୍ଥାୟୀ ସରକାରଙ୍କୁ ଅନୁସରଣ କଲେ ଏବଂ 1943 ଅକ୍ଟୋବର 21 ତାରିଖରେ ସିଙ୍ଗାପୁରଠାରେ ଆଜାଦ ହିନ୍ଦ ସରକାର ଗଠନ କଲେ। କି ସରକାର? ଆଜାଦ ହିନ୍ଦ ସରକାର। ଜାପାନ, ଜର୍ମାନୀ, ଇଟାଲୀ, ମିଆଁମାର, ଥାଇଲାଣ୍ଡ, ଚୀନ, ଫିଲିପାଇନ୍ସ ଓ ମାଞ୍ଚୁରିଆ ଏହିପରି ବିଦେଶମାନେ ଏହି ସରକାରଙ୍କୁ ସ୍ୱୀକୃତି ମଧ୍ୟ ଦେଇଥିଲେ। ସୁଭାଷ ବୋଷ ହେଲେ ଏହି ସରକାରର କର୍ଣ୍ଣଧାର, ପ୍ରଥମ ପ୍ରଧାନମନ୍ତ୍ରୀ ତଥା ପ୍ରଧାନ ସେନାପତି। ଏହି ତିନିଟି ସେ ମୁଖ୍ୟ ହୋଇଗଲେ। ବହିର୍ଦେଶ ବିଭାଗ ଆଉ ଯୁଦ୍ଧ ବିଭାଗ ଦୁଇଟି ବିଭାଗ ତାଙ୍କ ଅଧୀନରେ ରହିଲା। ସୁଭାଷଙ୍କର ସହିତ ଏହି ସରକାରଙ୍କର ମନ୍ତ୍ରିମଣ୍ଡଳରେ ଆଉ 10 ଜଣ ମଧ୍ୟ କ'ଣ ରହିଥିଲେ? ମନ୍ତ୍ରୀମାନେ ରହିଥିଲେ। ତେଣୁ ସର୍ବମୋଟ କେତେ ଜଣ ମନ୍ତ୍ରୀ ହେଲେ? 11 ଜଣ। 11 ଜଣଙ୍କୁ ନେଇକରି ଏହି ମନ୍ତ୍ରିମଣ୍ଡଳ ଗଠନ କରାଯାଇଥିଲା। ଆଉ ଏହି ମନ୍ତ୍ରିମଣ୍ଡଳର ବା ଏହି ସରକାରର ଉଦ୍ଦେଶ୍ୟ କ'ଣ ଥିଲା? ଏହି ସରକାରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତ ମାଟିରୁ ଇଂରେଜ ସରକାରଙ୍କୁ ବିତାଡ଼ିତ କରି ଭାରତକୁ କ'ଣ କରିବା? ସ୍ୱାଧୀନ କରିବା। ଏଇଟା ଥିଲା ଏହି ସରକାରର ମୁଖ୍ୟ ଉଦ୍ଦେଶ୍ୟ। ଆଜାଦ ହିନ୍ଦ ସରକାର ପ୍ରତିଷ୍ଠା କରି ସୁଭାଷ ଭାରତର ଇଂରେଜ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ। ସେ କ'ଣ କହିଥିଲେ? ଦିଲ୍ଲୀର ପଥ ହେଲା ସ୍ୱାଧୀନତାର ପଥ। ତାଙ୍କର ଚରମ ଆହ୍ୱାନ ଥିଲା କ'ଣ? ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ କ'ଣ ଦେବି? ସ୍ୱାଧୀନତା ଦେବି। ଏବେ ଆମେ ପଢ଼ିବା ଭାରତ ଅଭିଯାନ। ସୁଭାଷ ଚନ୍ଦ୍ର ବୋଷଙ୍କର ଯେଉଁ ଆଜାଦ ହିନ୍ଦ ଫୌଜ ଥିଲା, ଏହି ସୈନ୍ୟବାହିନୀ ମାନେ ଭାରତକୁ ସ୍ୱାଧୀନତା କରିବା ପାଇଁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ନେତାଜୀଙ୍କର ଗଣଧ୍ୱନି ଦେଉଥିଲେ ସେମାନେ। ସେଇ ଧ୍ୱନିଟି ଥିଲା ଦିଲ୍ଲୀ ଚାଲୋ ଏବଂ ଜୟ ହିନ୍ଦ। ଆଉ ଏଇ ଧ୍ୱନି ବା ଏଇ ମନ୍ତ୍ରରେ ଉତ୍ସାହିତ ହୋଇ ଆଜାଦ ହିନ୍ଦ ବାହିନୀ ଭାରତର ପୂର୍ବ ସୀମାନ୍ତରେ ପହଞ୍ଚି ଯାଇଥିଲା। ଆଉ ନେତାଜୀ 1943 ନଭେମ୍ବର 6 ତାରିଖରେ ଜାପାନ ସରକାରଙ୍କ ଠାରୁ ଆନୁଷ୍ଠାନିକ ଭାବେ 2ଟି ଦ୍ୱୀପ, କି ଦ୍ୱୀପ? ଆଣ୍ଡାମାନ ଏବଂ ନିକୋବର ଦ୍ୱୀପ, ଏହି 2ଟି ଦ୍ୱୀପ ପୁଞ୍ଜର ଦାୟିତ୍ୱ ଗ୍ରହଣ କରିଥିଲେ। ଜାପାନ ସରକାର ଏହି 2ଟି ଦ୍ୱୀପର ଦାୟିତ୍ୱ ତାଙ୍କୁ ଦେଇଥିଲେ ଏବଂ ସେହି 2ଟି ଦ୍ୱୀପର ନାଁ ହେଲା ଶହୀଦ ଓ ସ୍ୱରାଜ। ଆଣ୍ଡାମାନ ଦ୍ୱୀପର ନାଁ ହେଲା ଶହୀଦ ଆଉ ସ୍ୱରାଜ ଦ୍ୱୀପର ନାଁ ହେଲା କ'ଣ? ନା ସ୍ୱରାଜ। ଏହିପରି 2ଟି ଦ୍ୱୀପର ନାଁଟି ନାମିତ ହେଲା। 1944 ମସିହା ଏପ୍ରିଲ ମାସରେ ଆଜାଦ ହିନ୍ଦ ଫୌଜ ସେତେବେଳର ଯେଉଁ ବ୍ରହ୍ମଦେଶ, ବର୍ତ୍ତମାନ ଯାହାକୁ କୁହାଯାଏ ମିଆଁମାର, ଏଇ ବ୍ରହ୍ମଦେଶକୁ ପାରି ହେଇଗଲେ। ପାରି ହେଇ ପହଞ୍ଚିଲେ କେଉଁଠି? ମଣିପୁର ରାଜ୍ୟରେ। ମଣିପୁର ରାଜ୍ୟରେ ପ୍ରବେଶ କଲା ପରେ ସେ କୋହିମାକୁ ଦଖଲ କଲେ। ଆଉ କୋହିମା ଦଖଲ କରିଲା ପରେ ସେହି କୋହିମା ଠାରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ମଣିପୁରର ରାଜଧାନୀ ଥିଲା କ'ଣ? ଇମ୍ଫାଲ। ସେଇ ଇମ୍ଫାଲକୁ ଦଖଲ କରିବା ପାଇଁ ଅଗ୍ରସର ହୋଇଥିଲା। ତାପରେ ପ୍ରବଳ ବର୍ଷା ହେଲା। ପ୍ରବଳ ବର୍ଷା ଆରମ୍ଭ ହେବାରୁ ସେ ଆଉ ଆଗକୁ ଅଗ୍ରସର ହୋଇପାରିଲା ନାହିଁ।
आजाद हिंद फौज सहित कौनसी जोगाजोग मध्य हो पारिला नाही। ता छड़ा इआड़े द्वितीय विश्वयुद्ध चली थाए। द्वितीय विश्वयुद्ध रे मध्य जापान विभिन्न युद्ध क्षेत्र में पराजय हो गला। तेणु आजाद हिंद फौज को जेतिकी साहाय्य देवा कथा सेतिकी से आउ साहाय्य दे पारिला नाही। तेणु जापान भारतीय जातीय सेना को साहाय्य देवार कौनसी संभावना रहिला नाही। ब्रिटिश सेना इआड़े भारतर उत्तर पूर्व सीमांत पर्यंत माड़ी आसिला एवं आसाम समेत केतेक अंचल को निज नियंत्रण रे रखी देइथिला। अवशिष्ट सैन्य माने थिले आजाद हिंद फौजर सैन्य माने परास्त हो जाइथिले ब्रिटिश सेना द्वारा आउ बंदी हो जाइथिले। अल्प केतेक सैन्य माने बड़का रही थिले जो माने कि आउ ब्रिटिश सेनार सम्मुखीन हो पारिले नहीं। आउ से माने पछकु फेरिबा व्यतीत तांकर आउ कौनसी उपाय नथिला। 1945 मसीहा सेप्टेम्बर मासरे ये तीन सेनाध्यक्ष तीन प्रकार सैन्य बाहिनीर जो मुख्य माने थिले से माने होउछंती शाहनवाज खां, प्रेम सेहगल और गुरु दयाल सिंह ढिलन। ये माने तीन जन सैन्य बाहिनीर मुख्य थिले। आउ से माने ब्रिटिश सरकार द्वारा कौन हो गले गिरफ हो गले। एवं से ही वर्ष ही से 1945 रे ही नवेम्बर 5 तारिख रे दिल्ली रो लाल किला रे अनुष्ठित सामरिक अदालत रे ये तीन जन को कौन करागला विचार पाई अणा गला। किंतु एणे भारतीय माने से मानंकु स्वाधीनता संग्रामी थिबा कथा से माने अभिहित कले एवं से मानंकु गिरफ न करिबा पाई से माने प्रतिवाद कले। तेणु तांकर गिरफ एवं विचार को विरोध करी सारा देश रे विक्षोभ शोभा यात्रा एवं हड़ताल कौन है संगठित है। समस्त राजनैतिक दल भारत रे जेतिकी थिला कांग्रेस दल, मुस्लिम लीग दल आउ भारतीय कम्युनिस्ट पार्टी ये जो राजनैतिक दलर जो नेता माने थिले तथा अन्यान्य जनसाधारण माने मध्य आजाद हिंद फौजर सैन्य मानकर मुक्ति पाई दाबी कले। भूलू भाई देसाई, तेज बहादुर सापरू, जवाहरलाल नेहरू और आसफअली ये माने आईनजीवी थिले। यही आईनजीवी माने से माने कौन कले यही आजाद हिंद फौजर आजाद हिंद सैन्य मानकर सपक्ष रे मोकदमा लड़िले। इंग्रेज सरकार विरुद्ध रे प्रबल जनमत प्रकाश पाइला। तेणु सामरिक अदालत से मानंकु दोषी साब्यस्त कला। किंतु भारतर सेतेबेलर भाइसरय थिले किए ना लॉर्ड वाभेल। से कौन कले यही अभियुक्त मानंकु बा यही जो नेता मानंकु जो मानंकु गिरफ करा जाइथिला से मानंकु आउ दंड देले नाही एवं 1946 जनवरी 1 तारिख रे से मानंकु मुक्त करी देइथिले। सुभाष बोस 1945 अगस्त 18 तारिख रे जापान रो फोर्मोजारू टोकियो को जेतेबेले जाउथिले विमान रे सेतेबेले विमान दुर्घटना रे तांकर मृत्युवरण होई गला बोली संवाद प्रकाश पाइथिला। किंतु यही मृत्यु को अनेक लोक सत्य बोली मने करती नाही। यहाँ पर इंग्रेज सरकार आजाद हिंद फौज को निषिद्ध घोषणा कले। ऐतिहासिक दृष्टिकोण विचार कले देखा जाए जे नेताजी कर आजाद हिंद फौज वास्तव में व्यर्थ होई नथिला। यद्यपि आजाद हिंद फौज रो लक्ष्य पूरण करिबारे यह सफल हैला नहीं। तार लक्ष्य कौन थिला? भारत को स्वाधीन करिबा। से लक्ष्य से हासिल करि पारि नथिला। किंतु भारतर स्वाधीनता इतिहास रे आजाद हिंद फौज रो जो अभियानटा थिला तार जो चेष्टाटी थिला ताहार फलाफल थिला सुदूर प्रसारी। आजाद हिंद फौज संग्राम रो तत्क्षणिक फल हिसाब रे देखा जाए
ଯେ ଭାରତୀୟ ନୌସେନା ବ୍ରିଟିଶ ଶାସନ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିଲେ। ମାନେ ଆଜାଦ ହିନ୍ଦ ଫୌଜ ଲୋପ ପାଇଗଲା, ଆଜାଦ ହିନ୍ଦ ଫୌଜର ପତନ ହୋଇଗଲା, କିନ୍ତୁ ଭାରତୀୟ ଯେଉଁ ସୈନ୍ୟମାନେ ଥିଲେ ନୌସେନା ବାହିନୀ ସେମାନେ ଏଇ ବ୍ରିଟିଶ ଶାସନ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିଲେ। ଆଜାଦ ହିନ୍ଦ ସରକାରର ମୁଖ୍ୟ ଭାବରେ ନେତାଜୀ ସୁଭାଷ ବୋଷ ଭାରତବର୍ଷର ସ୍ୱାଧୀନତା ଦାବିକୁ ଏକ ଆନ୍ତର୍ଜାତିକ ପ୍ରଶ୍ନରେ ପରିଣତ କରିଥିଲେ। ତା ଛଡ଼ା ଆଜାଦ ହିନ୍ଦ ଫୌଜର ବିଚାରକୁ କେନ୍ଦ୍ର କରି 1945 ମସିହାର ଶେଷ ଭାଗରେ ସାରା ଭାରତବର୍ଷରେ ଯେଉଁ ଉତ୍ତେଜନା ଓ ବ୍ରିଟିଶ ବିରୋଧୀ ଆନ୍ଦୋଳନ ହୋଇଥିଲା ତାହା ସରକାରଙ୍କୁ କ୍ରମଶଃ ଭୟଭୀତ କରିଦେଇଥିଲା। ତେବେ ଆଜାଦ ହିନ୍ଦ ଫୌଜର ତାଙ୍କର ସଂଗ୍ରାମ ଦ୍ୱାରା ଉତ୍ତେଜିତ ହୋଇକି ସାରା ଭାରତରେ ଉତ୍ତେଜିତ ବ୍ରିଟିଶ ବିରୋଧୀ ଆନ୍ଦୋଳନ ହୋଇଥିଲା। ଆଉ ଏଇ ବ୍ରିଟିଶ ବିରୋଧୀ ଆନ୍ଦୋଳନ ଏତେ ଶକ୍ତିଶାଳୀ ହୋଇଯାଇଥିଲା ଯେ ଏହି ବ୍ରିଟିଶ ସରକାର ଭୟଭୀତ ହୋଇଯାଇଥିଲା। ବ୍ରିଟିଶ ଶକ୍ତି ଉପରେ ଚରମ ଆଘାତ ଆଣିଥିଲା ଏହି ଆଜାଦ ହିନ୍ଦ ଫୌଜ। ଆଉ ଏହା ସ୍ୱାଧୀନତା ପ୍ରାପ୍ତି ପାଇଁ ପଥକୁ କ'ଣ କରିଦେଇଥିଲା? ସୁଗମ କରିଦେଇଥିଲା। ଜ୍ୱଳନ୍ତ ଦେଶାତ୍ମବୋଧ, ସାହସିକତା ଓ ସାଂଗଠନିକ ଦକ୍ଷତା ପାଇଁ ସୁଭାଷ ବୋଷଙ୍କୁ କ'ଣ କରାଯାଏ? ଉଚ୍ଛ୍ୱସିତ ପ୍ରଶଂସା କରାଯାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ପର୍ଯ୍ୟାୟରେ ଭାରତର ସ୍ୱାଧୀନତା ଆନ୍ଦୋଳନ ଯେତେବେଳେ ମଉଳି ଯାଉଥିଲା ଠିକ୍ ସେତିକି ବେଳେ ଆଜାଦ ହିନ୍ଦ ଫୌଜର ଯେଉଁ କାର୍ଯ୍ୟକଳାପ ଭାରତର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ପୁଣି ଥରେ ନବଜୀବନ ପ୍ରଦାନ କରିଥିଲା କହିଲେ ପୁଣି ଥରେ ଉତ୍ସାହ ଦେଇଥିଲା ଆନ୍ଦୋଳନ କରିବା ପାଇଁ। ଭାରତର ସ୍ୱାଧୀନତାର ସ୍ୱାଦକୁ ଏହି ସୁଭାଷ ଚନ୍ଦ୍ର ବୋଷ ଚାଖିପାରି ନଥିଲେ, କାହିଁକି ନା 1945 ମସିହାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆଉ ଭାରତ ସ୍ୱାଧୀନତା ପାଇଲା 1947 ମସିହାରେ। ତେବେ ସେ ଭାରତର ସ୍ୱାଧୀନତାର ସ୍ୱାଦକୁ ଚାଖିପାରିଲେ ନାହିଁ। କିନ୍ତୁ ଜଣେ ଦେଶପ୍ରେମୀ ଓ ଅନନ୍ୟ ଜାତୀୟତାବାଦୀ ସଂଗ୍ରାମୀ ରୂପେ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମ କାଳରେ ଯେଉଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ ସେଥିପାଇଁ ସମସ୍ତଙ୍କ ପାଇଁ ସେ କ'ଣ ହୋଇ ରହିଯାଇଛନ୍ତି? ଅମର ହୋଇ ରହିଛନ୍ତି। ହେଲେ ପିଲାମାନେ ଆଜି ଆମେ ଏଇ ପାଠର ଶେଷ ଭାଗ ପଢ଼ିଲୁ। ଆଉ ଏଇ ପାଠ ସରିଲା। ଆଉ ମୁଁ ଏଇ ପାଠର ପ୍ରଶ୍ନ ଦେବି, ଆଉ ସେଇ ପାଠର ପ୍ରଶ୍ନ ତୁମେ ଲେଖିବ ଆଉ ଧ୍ୟାନ ଦେଇକି ପଢ଼ାପଢ଼ି କରିବ।